ନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ। ଅଞ୍ଚଳରେ ଶୋକର ଛାୟା ଦେଖିବାକୁ ମିଳିଛି। ଆଜି ସକାଳୁ ସକାଳୁ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଚୁଡୁଙ୍ଗପୁର ପଞ୍ଚାୟତର ପଳାଶପୁର ଗ୍ରାମ ନିକଟରେ ଥିବା ଘୋଡ଼ାହାଡ଼ ନଦୀରେ ଏକ ଦୁଃଖଦ ଘଟଣା ଘଟିଛି। ନୂତନ ବ୍ରିଜ ନିକଟରେ ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ମୃତ୍ୟୁ ଯୁବକ ଜଣକ ପାଟପୁର ଗ୍ରାମର ନାରାୟଣ ସିଂହ ବୋଲି ପରିଚୟ ମିଳିଛି। ସୂଚନା ଅନୁସାରେ ନାରାୟଣ ଗତକାଲିଠାରୁ ନିଖୋଜ ଥିଲେ ଏବଂ ପରିବାର ପକ୍ଷରୁ ବହୁ ଖୋଜାଖୋଜି ସତ୍ତ୍ୱେ ତାଙ୍କୁ ପାଇପାରିନଥିଲେ। ଆଜି ସକାଳେ କିଛି ସ୍ଥାନୀୟ ଲୋକ ଗାଧୋଇବା ପାଇଁ ନଦୀକୁ ଯାଇଥିବା ବେଳେ ମୃତଦେହଟି ଭାସୁଥିବା ଦେଖି ସଙ୍ଗେ ସଙ୍ଗେ ପୋଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ପରେ ପାଟପୁର ପୋଲିସ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ପୋଲିସ ମୃତଦେହକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ଏବଂ ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି। ସ୍ଥାନୀୟ ସରପଞ୍ଚ ପ୍ରତିନିଧିଙ୍କ କହିବା ଅନୁଯାୟୀ ବ୍ରିଜ ନିର୍ମାଣ କାମ ପ୍ରାୟ 2 ବର୍ଷ ଧରି ଚାଲିଥିବା ସତ୍ତ୍ୱେ ନଦୀରେ ପ୍ରାୟ 20 ଫୁଟ ଗଭୀର ଗାତ ସୃଷ୍ଟି ହୋଇଛି ଏବଂ କୌଣସି ପ୍ରକାର ସୁରକ୍ଷା ବ୍ୟବସ୍ଥା ନଥିବାରୁ ଏପରି ଦୁର୍ଘଟଣା ଘଟୁଛି। ଏହା ଫଳରେ ସାଧାରଣ ଲୋକମାନେ ବହୁତ ବିପଦରେ ପଡୁଛନ୍ତି। ଏହି ଦୁଃଖଦ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା। ବ୍ରିଜ ନିର୍ମାଣ କାମରେ ସୁରକ୍ଷା ବ୍ୟବସ୍ଥା କେବେ ସୁନିଶ୍ଚିତ ହେବ ସେ ନେଇ ପ୍ରଶ୍ନ ଉଠିଛି। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିରୁ ଅଶୋକ ସାହୁଙ୍କ ରିପୋର୍ଟ, ଜାଗୃତି ଖବର। ମୋ ନାଁ ମୁକୁନ୍ଦ ଚନ୍ଦ୍ର ବରାଡ଼, ପାଟପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରତିନିଧି। ଆଜି ଗୋଟେ ଅଭାବନୀୟ ଘଟଣା ଘଟିଛି ପାଟପୁର ଅଞ୍ଚଳରେ, ଯୋଉଟା କି ଦୀର୍ଘ ଦିନ ହେଲା ପ୍ରାୟ 2 ବର୍ଷ ପାଖାପାଖି ହେଲାଣି ଏଠାରେ ଗୋଟେ ବ୍ରିଜ କାମ ଚାଲିଛି NH ର। ସେ ବ୍ରିଜ କାମ ଆଜି ପର୍ଯ୍ୟନ୍ତ ସରିବ ନାହିଁ। ସେ ପ୍ରାୟ 20 ଫୁଟ ଲେଖେ ଗୋଟେ ଖାତ ଖୋଳି ସେ ବର୍ତ୍ତମାନ ଯୋଉ ପ୍ରକାର ଅଭାବନୀୟ ଘଟଣା ଏଠି ଘଟଉଛନ୍ତି, କେତେ ଲୋକର ଏଠାରେ ଗୋଡ଼ ଖସି, ଲୋକ ତ ନିଶ୍ଚୟ ଆସିବେ ଗାଧୋଇବା ପାଇଁ, କିନ୍ତୁ ଗୋଡ଼ ଖସି କେତେ ଜଣ ଗୋଡ଼ ଏଠାରେ ଭାଙ୍ଗିଲାଣି। ଆଉ ଆଜି ଜଣେ ବୁଢ଼ୀ ସେଠାରେ ମରିଯାଇଛନ୍ତି, ନାରାୟଣ ସିଂହ, ତାଙ୍କ ବାପା ନାଁ ଅରକ୍ଷିତ ସିଂହ। ସେ କାଲି ରାତ୍ର ଏଠାକୁ ଗାଧୋଇବା ପାଇଁ ଆସିଥିଲେ, କିନ୍ତୁ କୌଣସି ଅଭାବ କଣ ଗୋଡ଼ ଖସିଯିବା ଯୋଗୁଁ ସେ ପାଣି ଭିତରେ ବୁଡ଼ି ମରିଯାଇଛନ୍ତି। କାଲି ରାତି 10ଟାରେ କିଏ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ସେ ତାକୁ ପାଇପାରିନଥିଲେ ସେମାନେ, ତାଙ୍କ ଘର ଲୋକ। କିନ୍ତୁ ସକାଳୁ କିଛି ଲୋକ ଦେଖିଲେ ଯେ ଏଠାରେ କିଏ ଜଣେ ସେ ପାଣି ଭିତରେ ମରିଛନ୍ତି। କିନ୍ତୁ ହାଇଟଟା ଦେଖିବେ, ଖାତ ତଳକୁ 20 ଫୁଟ ହେଲେ ମଧ୍ୟ ଯୋଉ ଉଚ୍ଚରେ ଅଛି 80 ଫୁଟ ଉଚ୍ଚ, 70-80 ଫୁଟ ଉଚ୍ଚରେ ସେ ପିଲା କେମିତି ଗଲା, କଣ ହେଲା କେମିତି କହିହେବନି। କିନ୍ତୁ ବର୍ତ୍ତମାନ ପାଣି ଯୋଉ ପ୍ରକାର ସମସ୍ୟା ହେଉଛି, ସମସ୍ତେ ଏଠାରେ ଆସି ଗାଧଉଛନ୍ତି। ଗାଧୋଇବା ଫଳରେ ସେ କେମିତି ତାର ଗୋଡ଼ ଖସିଛି, କଣ ହେଇଛି, ସେଠାରେ ମୃତ୍ୟୁବରଣ କରିଛନ୍ତି। ସେମାନଙ୍କୁ ନିଶ୍ଚୟ ତାର ଭରଣ ପୋଷଣ କରିବାକୁ ପଡ଼ିବ, ନହେଲେ ଆମେ ପଞ୍ଚାୟତ ତରଫରୁ ଆମେ ନିଶ୍ଚୟ ରାସ୍ତା ରୋକ କରୁ ଏଇ ଯୋଉ ବ୍ରିଜ ପାଇଁ ବୋଲି। ଏଇଠାର ଓନର ଯିଏ, ସେ ଆସିକିରି ଆମ ସହିତ ଦେଖା କରନ୍ତୁ, ସେ ପରିବାର ସହିତ ଦେଖା କରନ୍ତୁ, ତାର କଣ ଭରଣ ପୋଷଣ ହେଇପାରିବ ତାହା ନିଶ୍ଚୟ ଅତି କମ ଦିନ ଭିତରେ କରନ୍ତୁ। ସେ ବହୁତ ଗରିବ ଛୁଆ, ସେ ବହୁତ ଦିନ ହେଲା ସେ ସୁରତରେ କଷ୍ଟ ପଡ଼ି ଆଜି ପର୍ଯ୍ୟନ୍ତ ଥିଲା, କିନ୍ତୁ ତାର ଛୋଟ ଛୋଟ ଛୁଆ ଦିଟା ଅଛନ୍ତି। ତେଣୁ ଯଦି ଆସି ଆର ବିକଳ୍ପ କିଛି ନ କରନ୍ତି, ତାହେଲେ ଆଗାମୀ ଦିନରେ ଅତି କମ ଦିନ ଭିତରେ ଆମେ ଏଠାରେ ରାସ୍ତା ରୋକ କରୁ, ଏଇ ବ୍ରିଜ କାମ ବନ୍ଦ କରିବୁ।